10 ଜଣ ପରୀକ୍ଷକ 8 ଦିନରେ 2000 ଖାତା ଦେଖନ୍ତି। 12 ଜଣ ପରୀକ୍ଷକ କେତେ ଦିନରେ 3000 ଖାତା ଦେଖିବେ? ତାହେଲେ ଦେଖ, ଏଟା ହେଲା ଜଣ ପରୀକ୍ଷକ 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 ହେଲା x, ଦିନ ହେଲା y, ଖାତା ହେଲା z। 10 ଜଣ ପରୀକ୍ଷକ 8 ଦିନରେ 2000 ଖାତା ଦେଖନ୍ତି। 12 ଜଣ ପରୀକ୍ଷକ କେତେ ଦିନରେ y1 3000 ଖାତା ଦେଖିଲା 3000 ଖାତା ଦେଖିଲା। ଦେଖ, ପରୀକ୍ଷକ ସ୍ଥିର x ସ୍ଥିର yz ଭିତରେ କମ୍ପେୟାର କରିବା। yz ଭିତରେ ପରୀକ୍ଷକ ସ୍ଥିର, ସେ ସାର୍ ସ୍ଥିର। ପରୀକ୍ଷକ ଯୋଉ 10 ଜଣ ସାର୍ ଖାତା ଦେଖିଲେ ସେଟା ସ୍ଥିର। 10 ଜଣ ସାର୍ 8 ଦିନ କାମ କଲେ 8 ଦିନରେ 2000 ଖାତା ଦେଖିବେ। ଯଦି ଅଧିକା ଦିନ କାମ କରିବେ ଅଧିକା ଖାତା ଦେଖିବେ। ସେତିକି ସାର୍ ଅଧିକା ଦିନ କାମ କଲେ ଅଧିକା ଖାତା ଦେଖିବେ, ବା ଅଧିକା ଖାତା ପାଇଁ ଅଧିକା ଦିନ ଆବଶ୍ୟକତା ହବ। ତାହେଲେ y ବଢିଲେ z ବଢିଲା। yz ସମ୍ପର୍କ ହେଲା ସଳଖ ଚଳନ। କଣଟେ? ସଳଖ ଚଳନ। ତାହେଲେ y/8/y1 ଇକ୍ୱାଲ 2000/3000 ଇଣ୍ଟୁ ଖାତା ସ୍ଥିର। ଏ ଖାତାଟା ସ୍ଥିର, ଖାତା ସ୍ଥିର ରହିଲା। 10 ଜଣ ପରୀକ୍ଷାକୁ 8 ଦିନ ଲାଗୁଛି, ସେତିକି ଖାତା। ଯଦି ଅଧିକା ପରୀକ୍ଷକ হবে କଣ ହବ? କମ ଦିନ ସରିଯିବ। ଆ ସମ୍ପର୍କ କଣ ହେଲା? ପ୍ରତିଲୋମ ଚଳନଟା 12/10 ହବ। 12/10 ବୁଝିଗଲା। 3ଟା 0 3ଟା 0 କଟିଗଲା। 3 କୁ 12 କଟିଗଲା 4 ହେଲା। 8 କୁ 4 କାଟିଦେବ 2 ହେଲା। 2 କି 10 କାଟିଦେବ 5 5 ଦୁଗୁଣେ 10 y1 = 5 ଦୁଗୁଣେ 10 ହେଲା। ତାହେଲେ କେତେ ବଡ? 10 ଦିନ। 12 ପରୀକ୍ଷକ କେତେ ଦିନ? 10 ଦିନରେ 3000 ଖାତା ଦେଖିବେ। ଆନ୍ସର ହବ y1 = 10 ଦିନ। ଆନ୍ସର ହବ 10 ଦିନ।